କୁମ୍ଭମେଳାର ପୌରାଣିକ ପୃଷ୍ଠଭୂମି। ସତ୍ୟଯୁଗର କଥା। ଦେବା ସୁରଙ୍କ ମଧ୍ୟରେ ସର୍ବଦା ସଂଘର୍ଷ ଲାଗି ରହିଥାଏ। ଦେବତାମାନେ ଶତଚେଷ୍ଟା କରି ମଧ୍ୟ ଅସୁରମାନଙ୍କୁ ପରାଜିତ କରିପାରିଲେ ନାହିଁ। ଦିନେ ଭଗବାନ ବିଷ୍ଣୁ ଚିନ୍ତା କଲେ ଦେବତାମାନେ ଶକ୍ତିଶାଳୀ ହେବାକୁ ଅମୃତର ଆବଶ୍ୟକତା ଅଛି। ଅମୃତ ତ ସମୁଦ୍ର ମଧ୍ୟରେ ରହିଛି। ତାକୁ ପୁଣି ପାଇବେ କିପରି? ଏଣୁ ସାଗର ମନ୍ଥନ କରି ଅମୃତ ବାହାର କରିବାକୁ ପଡ଼ିବ। ଭଗବାନ ବିଷ୍ଣୁ ଦେବତାମାନଙ୍କୁ ଡକାଇ ଏ ପ୍ରସ୍ତାବ ଦେଲେ। ବିଷ୍ଣୁ କହିଲେ ସାଗର ମନ୍ଥନ ତୁମମାନଙ୍କ ଦ୍ୱାରା ଏକାକୀ ସମ୍ଭବ ନୁହେଁ। ଏଣୁ ଆମେ ଅସୁରମାନଙ୍କ ସାହାଯ୍ୟ ନେବା। ଦେବା ସୁରଙ୍କ ସମ୍ମିଳିତ ଉଦ୍ୟମରେ ସମୁଦ୍ର ମନ୍ଥନ ସମ୍ଭବ ହେବ। ଏଣୁ ତୁମ୍ଭେମାନେ ଅସୁରଙ୍କ ସହ ଆଉ ଶତ୍ରୁତା ନକରି ଯାଇ ସନ୍ଧି କରିନିଅ। ଶ୍ରୀବିଷ୍ଣୁଙ୍କ କଥା ମାନି ଦେବରାଜ ଇନ୍ଦ୍ର ଦେବତାମାନଙ୍କୁ ନେଇ ପାତାଳପୁରକୁ ଗଲେ ଦାନବରାଜ ବଳିଙ୍କ ସହ ଆଲୋଚନା ପାଇଁ। ଇନ୍ଦ୍ର ବଳିଙ୍କୁ ଏ ପ୍ରସ୍ତାବ ଦେଇ କହିଲେ, ସାଗର ମନ୍ଥନରୁ ଯାହା ସବୁ ବାହାରିବ ତାକୁ ଆମେ ଅଧା ଅଧା ବାଣ୍ଟି ନେବା। ପ୍ରସ୍ତାବଟି ଅସୁରମାନଙ୍କ ମନକୁ ପାଇଲା ଓ ସମସ୍ତେ ସାଗର ମନ୍ଥନ ପାଇଁ ରାଜି ହେଲେ। ମନ୍ଦର ପର୍ବତକୁ ଶ୍ରୀବିଷ୍ଣୁଙ୍କ ନିର୍ଦ୍ଦେଶରେ ଗରୁଡ଼ ଘେନି ଆଣି ସାଗରରେ ଖୁଆ ଦଣ୍ଡ ଭାବେ ସ୍ଥାପନ କଲେ। ରଜ୍ଜୁ ଭାବେ ବାସୁକି ନାଗକୁ ଆଣି ବାନ୍ଧି ଦିଆଗଲା। ଏବେ କଥା ଉଠିଲା କିଏ କେଉଁ ପାଖରେ ରହିବ। ଦେବତାମାନେ ଚିନ୍ତା କଲେ ବାସୁକିଙ୍କ ମୁଣ୍ଡ ପାଖେ ରହିବା ଆମ ପାଇଁ ବିପଜ୍ଜନକ ହେବ। କିନ୍ତୁ ଲାଞ୍ଜ କଥା ଯଦି କହିବା ଅସୁରମାନେ ଆମକୁ ବିରୋଧ କରିବେ। ଏହି ସମୟରେ ଦେବର୍ଷି ନାରଦ ଗୋଟେ ବୁଦ୍ଧି ବାହାର କଲେ। ନାରଦ ଦେବତାଙ୍କୁ କହିଲେ ଆପଣ ସମସ୍ତେ କୁହନ୍ତୁ ଆମେ ବାସୁକିର ମୁଣ୍ଡକୁ ଧରିବୁ। ଦେଖିବେ ଆପଣଙ୍କୁ ବିରୋଧ କରି ଅସୁରମାନେ ବାସୁକିଙ୍କ ମୁଣ୍ଡକୁ ଧରିବାକୁ ରାଜି ହୋଇଯିବେ। ସତକୁ ସତ ତାହା ହିଁ ହେଲା। ଅସୁରମାନେ ବାସୁକିଙ୍କ ମୁଣ୍ଡ ଓ ଦେବତାମାନେ ବାସୁକିଙ୍କ ଲାଞ୍ଜକୁ ଧରି ସମୁଦ୍ର ମନ୍ଥନ ପାଇଁ ପ୍ରସ୍ତୁତ ହେଲେ। କିନ୍ତୁ ସମୁଦ୍ରର ଅଗାଧ ଜଳରେ କୌଣସି ଆଧାର ନଥିବାରୁ ମନ୍ଦରାଚଳ ବୁଡ଼ିବାକୁ ଲାଗିଲା। ସମସ୍ତେ ନିରାଶ ହୋଇପଡ଼ିଲେ। ସମସ୍ତଙ୍କ ହତାଶ ମୁଖକୁ ଦେଖି ଶ୍ରୀବିଷ୍ଣୁ ଟିକିଏ ହଂସିଦେଲେ ଓ ତାପରେ ଏକ ବିଶାଳ କୁର୍ମ ରୂପ ଧରି ମନ୍ଦର ପର୍ବତକୁ ନିଜ ପୃଷ୍ଠରେ ତୋଳି ଧରିଲେ। ଆଉ କୌଣସି ସମସ୍ୟା ରହିଲା ନାହିଁ। ମନ୍ଥନ ଆରମ୍ଭ ହେଲା। ମାତ୍ର ମନ୍ଥନରୁ ଅମୃତ ବାହାରିବ କଣ? ପ୍ରଥମେ ବାହାରିଲା ହଳାହଳ ବିଷ। ସମସ୍ତ ବିଶ୍ୱକୁ ଦହନ କରୁଥିବା ବିଷକୁ ଦେବତାଙ୍କ ପ୍ରାର୍ଥନାରେ ଭଗବାନ ଶିବ ଆସି ପାନ କରିଦେଲେ। ସେହି ଉତ୍କଟ ବିଷ ଜ୍ୱାଳାରେ ଶଙ୍କରଙ୍କ କଣ୍ଠ ନୀଳ ହୋଇଗଲା। ଏଣୁ ଭଗବାନ ଶଙ୍କରଙ୍କୁ ନୀଳକଣ୍ଠ କହନ୍ତି। ଭଗବାନ ଶିବ ବିଷପାନ କରୁଥିଲା ବେଳେ ତାଙ୍କ ଆଞ୍ଜୁଳିରୁ କିଛି ବିଷ ଛିଟିକି ପଡ଼ିଲା। ସେହି ବିଷକୁ ପ୍ରାପ୍ତ କରି ସର୍ପବିଛା ତଥା ଅନ୍ୟ କେତେକ କୀଟପତଙ୍ଗ ସରୀସୃପ ବୃକ୍ଷଲତା ଆଦି ବିଷଧର ହେଲେ। ସଂସାର ହଳାହଳ ବିଷ ଜ୍ୱାଳାରୁ ରକ୍ଷା ପାଇଗଲା। ମହା ଉଲ୍ଲାସରେ ପୁଣି ଦେବ ଓ ଅସୁରମାନେ ମିଶି ମନ୍ଥନ ଆରମ୍ଭ କଲେ। ମନ୍ଥନରୁ କ୍ରମେ କାମଧେନୁ, ଉଚ୍ଚୈଶ୍ରବା ଅଶ୍ୱ, ଐରାବତ ହସ୍ତୀ, ପାରିଜାତ କଳ୍ପ ବୃକ୍ଷ, ପଦ୍ମରାଗ ମଣି ଓ ଅପ୍ସରାଗଣ ବାହାରିଲେ। ପୁଣି ଆବିର୍ଭୂତା ହେଲେ ମହାଲକ୍ଷ୍ମୀ। ସେ ଭଗବାନ ବିଷ୍ଣୁଙ୍କୁ ବରଣ କଲେ। ଅନ୍ୟ ସବୁ ସମ୍ପଦ ଦେବତା ମାନଙ୍କୁ ପ୍ରାପ୍ତ ହେଲା। ଏହାପରେ ଜଳରୁ ଉଠିଲେ ବାରୁଣୀ ଦେବୀ ତାଙ୍କୁ ଅସୁରମାନେ ନେଲେ। ପୁଣି ମନ୍ଥନ ଚାଲିଲା। ସାଗର ଗର୍ଭରୁ ଅମୃତ କୁମ୍ଭ ହସ୍ତରେ ଧାରଣ କରି ଉଠି ଆସିଲେ ସ୍ୱୟଂ ନାରାୟଣଙ୍କ ଅବତାର ଅମୃତ ପୁରୁଷ ଧନ୍ୱନ୍ତରୀ। ତାଙ୍କ ହସ୍ତରେ ଅମୃତ କୁମ୍ଭ ଦେଖି ଅସୁରମାନେ ଛଡ଼ାଇ ନେଲେ ଓ ମୁଁ ଆଗ ପିଇବି କହି କଳିଗୋଳ ଆରମ୍ଭ କରିଦେଲେ। ଏହି ସମୟରେ ଭଗବାନ ବିଷ୍ଣୁ ଏକ ଅପୂର୍ବ ସୁନ୍ଦରୀ ବିଶ୍ୱ ମୋହିନୀ ନାରୀବେଶ ଧାରଣ କରି ଆସି ପହଞ୍ଚିଲେ। ଅସୁର ସବୁ ତାଙ୍କ ରୂପରେ ମୋହିତ ହୋଇ କହିଲେ ହେ ସୁନ୍ଦରୀ ତୁମେ ଆମ ମାନଙ୍କ ମଧ୍ୟରେ ଅମୃତ ବାଣ୍ଟି ଦିଅ। ଭଗବାନ ବିଷ୍ଣୁ ଦେଖିଲେ ଏ ଅସୁର ଗୁଡ଼ାକ ଯଦି ଅମୃତ ପିଇ ଦିଅନ୍ତି ତେବେ ଦେବତା ମାନଙ୍କ ଆଉ ଦୁର୍ଗତିର ସୀମା ରହିବ ନାହିଁ। ଏହି ହେଉଛି ଅପୂର୍ବ ସୁଯୋଗ। ଅସୁରମାନେ ଏପରି ମୋହିତ ହୋଇ ପଡ଼ିଥିଲା ବେଳେ ସେ ଚତୁରତା ପୂର୍ବକ ଗରୁଡ଼ଙ୍କ ଦ୍ୱାରା ଅନ୍ୟ ମତରେ ଇନ୍ଦ୍ରଙ୍କ ପୁତ୍ର ଜୟନ୍ତ ଅମୃତ କୁମ୍ଭକୁ ହରଣ କରିନେଲେ। ଗୁରୁ ଶୁକ୍ରାଚାର୍ଯ୍ୟ ଏକଥା ଜାଣିପାରି ରାକ୍ଷସ ମାନଙ୍କୁ କହି ଦେବାରୁ ସେମାନେ ଗରୁଡ଼ଙ୍କଠାରୁ ଏହାକୁ ଛଡ଼ାଇ ନେବାକୁ ତାଙ୍କ ପଛରେ ଗୋଡ଼ାଇଲେ। ଆରମ୍ଭ ହୋଇଗଲା ଗରୁଡ଼ ଓ ଅସୁରଙ୍କ ଭିତରେ ପ୍ରବଳ ଟଣା ଓଟରା। ଏହି ଟଣା ଓଟରା ଭିତରେ ଅମୃତ କୁମ୍ଭରୁ 4 ବୁନ୍ଦା ଅମୃତ ପୃଥିବୀ ଉପରେ 4ଟି ସ୍ଥାନରେ ଛିଟିକି ପଡ଼ିଲା। ସେ ସ୍ଥାନଗୁଡ଼ିକ ହେଉଛି ପ୍ରୟାଗ, ହରିଦ୍ୱାର, ଉଜ୍ଜୟିନୀ ଓ ନାସିକ। ଏଣୁ ଏହି ସ୍ଥାନ ମାନଙ୍କରେ କୁମ୍ଭମେଳା ଅନୁଷ୍ଠିତ ହୋଇ ଆସୁଛି। ଗରୁଡ଼ ଓ ଅସୁରଙ୍କ ମଧ୍ୟରେ ଅମୃତ ପାଇଁ ସଂଘର୍ଷ 12 ଦିନ ଯାଏ ଲାଗି ରହିଥିଲା। ଏଣୁ ପ୍ରତି 12 ବର୍ଷ ଅନ୍ତରାଳରେ କୁମ୍ଭମେଳା ଆୟୋଜିତ ହୁଏ। ତେବେ କୁମ୍ଭମେଳା କେଉଁ କେଉଁ ସ୍ଥାନରେ ହେବ ଏହାର ନିର୍ଣ୍ଣୟ ଜ୍ୟୋତିଷ ଗଣନା ଅନୁସାରେ ସ୍ଥିର ହୋଇଥାଏ। ଦେବାସୁରଙ୍କ ସଂଗ୍ରାମ ସମୟରେ ଯେଉଁ ସ୍ଥାନରେ ଯେଉଁ ଗ୍ରହ ଯୋଗରେ ଅମୃତ ପଡ଼ିଥିଲା ସେହି ଗ୍ରହ ଯୋଗରେ ସେହି ସ୍ଥାନରେ କୁମ୍ଭଯୋଗ ପଡ଼ିଥାଏ।
सूर्य वर्षक 12 मासरे 12 राशिरे भ्रमण करी गोटिए राशि चक्रकु पूरा करिथांती। किंतु बृहस्पति 12 वर्षरे एक एक करी 12 राशि भ्रमण करिथांती ओ गोटिए राशिकु बृहस्पतिंकु फेरी आसिबाकु 12 वर्ष लागे। बृहस्पतिंको एही राशि भ्रमण आधाररे विशेष ग्रहजोग नेई 12 वर्षरे थरे लेखाएंटी स्थानरे कुंभमेला आयोजन होइथाए। ज्योतिष शास्त्ररे कुंभपर्वर नक्षत्र जोग निम्न भावे वर्णित। पद्मिनी नायके मेषे कुंभ राशि गते गुरु गंगा द्वारे भवेद योग कुंभ नामा तथोतमा अर्थात जेतेबेले सूर्य मेष राशि ओ कुंभ राशि रे बृहस्पति अवस्थान करंती सेतेबेले गंगा द्वार बा हरिद्वार रे कुंभ जोग पड़े। मकरे च दिबानाथे हमजगेन च बृहस्पति कुंभ जोग भवेत तत्र प्रयागे अति दुर्लभ। मेष राशि गते जीवे मकरे चंद्र भास्कर अमावास्या तथा जोग कुंभ स्वस्तीर्थ नायके अर्थात जेतेबेले बृहस्पति वृष राशि रे सूर्य ओ चंद्र मकर राशि रे अवस्थान करंती सेतेबेले तीर्थराज प्रयाग ठारे पवित्र कुंभ जोग पड़ी थाए। सिंह राशि गते सूर्ये सिंह रासौ बृहस्पतौ गोदावरिया भवेत कुंभो जायते खलु मुक्तिदः अर्थात जेतेबेले बृहस्पति सिंह राशि रे एवं सूर्य चंद्र कर्कट राशि रे प्रवेश करंती सेतेबेले गोदावरी तीर्थ त्रयंबकेश्वर नासिक ठारे कुंभ जोग पड़ी थाए। मेष राशि गते सूर्य सिंह रासौ बृहस्पतौ उज्जयिन्यान भवेत कुंभ सदा मुक्ति प्रदायकः अर्थात जेतेबेले बृहस्पति सिंह राशि सूर्य ओ चंद्र मेष राशि रे अवस्थान करंती सेतेबेले उज्जयिनी रे महामोक्ष प्रदायक कुंभ जोग पड़ी थाए। बृहस्पति सिंह राशि रे थाई उज्जयिनी एवं नासिकठारे कुंभमेला अनुष्ठित हेउथिबारु एहा सिंहस्थ कुंभ बोली अभिहित हुए। कुंभमेला चारि प्रकारर। 1 माघ मेला प्रतिवर्ष एहा प्रयागराजरे अनुष्ठित होइथाए। 2 कुंभमेला प्रति 3 वर्षरे थरे प्रयाग हरिद्वार नासिक ओ उज्जयिनी ठारे अनुष्ठित होइथाए। 3 अर्धकुंभ मेला प्रति 6 वर्षरे थरे प्रयाग ओ हरिद्वार ठारे अनुष्ठित हुए। 4 पूर्णकुंभ मेला प्रति 12 वर्षरे प्रयाग हरिद्वार नासिक ओ उज्जयिनी ठारे अनुष्ठित होइथाए। 5 महाकुंभ मेला एहा 12 गोटी पूर्णकुंभ अंतररे अर्थात 184 वर्षरे थरे प्रयाग ठारे अनुष्ठित होइथाए। महाकुंभ जोग एथर 2025 रे पड़िछि। कुंभ मेला विश्वरे बहु चर्चित सबुठारु बृहत मेला भावे विख्यात। एथिरे बहु साधु संत भक्त ओ श्रद्धालु मानंकर समागम होइथाए। एथर प्रयागर महाकुंभ मेलारे 50 कोटी श्रद्धालुंको समागम हेबो बोली आकलन करा जाइछि। कुंभमेला अवसररे श्रद्धालु मानंक मध्यरे प्रयागर त्रिवेणी संगम हरिद्वाररे परम पाविनी गंगा नदी उज्जयिनी रे शिप्रा नदी तथा नासिकर गोदावरी नदी रे स्नान पाई अपूर्व उत्कंठा प्रकाश पाए। कुंभ स्नान अशेष पुण्यदायी बोली आम शास्त्र पुराण मानंकरे वर्णित। कुंभ स्नानर महिमा वर्णना करी विष्णु पुराणरे कुहा जाइछि। अश्वमेध यज्ञ सहस्राणी वाजपेय शतानि च लक्षण प्रदक्षिणा भूमे कुंभ स्थानेन तत्फलन अर्थात 1000 अश्वमेध यज्ञ 100 गोटी वाजपेय यज्ञ 1 लक्ष थर पृथ्वी परिक्रमा द्वारा जेतिकी फल मिली थाए थरे मात्र कुंभ जोगरे स्नान कले सेतिकी फल प्राप्त होइथाए। कुंभ जोग समयरे सेही नदीर जल 4 किलोमीटर पर्यंत अमृतमय होई जाए। 33 कोटी देवता आसी छद्म बेसरे सेठारे उपस्थित थांती। कुंभ मेला केबे ठारू अनुष्ठित होई आसुची निर्णय करिबा खूब कष्टकर। अष्टम शताब्दी रे एहा श्री शंकराचार्यंक द्वारा आरंभ होइछि बोली विद्वान माने कहंती। चीन परिव्राजक हुएनसांग 629 बिना 645 ख्रीष्टाब्द तांको भ्रमण वृत्तांतरे उल्लेख करिसंती सम्राट हर्ष वर्धन संगमरे गोटिए विराट उत्सवर आयोजन करुथिले ओ एही उत्सवरे राजा बहु विद्वान ब्राह्मण एवं साधु संतंकु सम्मानित करुथिले। एहा ही कुंभमेला बोली अनुमित हुए। ओं देवी सुरेश्वरी भगवती गंगे त्रिभुवन तारिणी तरल तरंगे।